ମେଘମାଳରେ ଶୀଘ୍ର ଆଗମନ କରୁଥିବା ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଅତି ପବିତ୍ର ଓ ବହୁମୂଲ୍ୟ ନାମରେ ଆପଣ ସମସ୍ତଙ୍କୁ ଆଉ ଗୋଟିଏ ନୂତନ ପ୍ରସଙ୍ଗରେ ପୁନର୍ବାର ମୁଁ ସ୍ୱାଗତ କରେ। ସ୍ୱର୍ଗର ପରମେଶ୍ୱର ପ୍ରତିଦିନ ତାହାଙ୍କ ବାକ୍ୟ ଦ୍ୱାରା ଆମ୍ଭମାନଙ୍କୁ କଥା ହେଉଅଛନ୍ତି। ନୂଆ ନୂଆ ପ୍ରସଙ୍ଗ ମାଧ୍ୟମରେ ଆମ୍ଭମାନଙ୍କୁ ସେ ଉତ୍ସାହିତ କରୁଅଛନ୍ତି। ସେଥିପାଇଁ ସ୍ୱର୍ଗର ପରମେଶ୍ୱରଙ୍କୁ ମୁଁ ହୃଦୟ ସହିତ ଧନ୍ୟବାଦ ଦିଏ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆସନ୍ତୁ ଆଜି ମଧ୍ୟ ପ୍ରଭୁଙ୍କ ବାକ୍ୟରୁ ଆମେ ଆଉ ଗୋଟିଏ ପ୍ରସଙ୍ଗରେ ଅଳ୍ପ ସମୟ କଥାବାର୍ତ୍ତା ହେବା। ଆଜି ଯେଉଁ ପ୍ରସଙ୍ଗରେ ପ୍ରଭୁଙ୍କ ବାକ୍ୟରୁ ଆମେ କଥାବାର୍ତ୍ତା ହେବା, ସେହି ପ୍ରସଙ୍ଗର ଶୀର୍ଷକ ହେଲା ନୂଆ ବର୍ଷ ପାଇଁ କିପରି ଡ୍ରେସ୍ ପିନ୍ଧିବା ଉଚିତ। ଆଜିର ପ୍ରସଙ୍ଗ ହେଲା ନୂଆ ବର୍ଷ ପାଇଁ କିପରି ଡ୍ରେସ୍ ବା ବସ୍ତ୍ର ପିନ୍ଧିବା ଆବଶ୍ୟକ ରହିଛି। ଏହି ପ୍ରସଙ୍ଗରେ ପ୍ରଭୁଙ୍କ ବାକ୍ୟରୁ ଆମେ ଅଳ୍ପ ସମୟ କଥାବାର୍ତ୍ତା ହେବା। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯେତେବେଳେ ନୂଆ ବର୍ଷ ଆସେ ସେହି ସମୟରେ ସମସ୍ତଙ୍କ ମନ ମଧ୍ୟରେ ଗୋଟିଏ ଇଚ୍ଛା ହୁଏ ଯେ ମୁଁ ଗୋଟିଏ ନୂଆ ଡ୍ରେସ୍ଟି କିଣିବି, ଭଲ କ୍ୱାଲିଟିର ଗୋଟିଏ ପୋଷାକଟି କିଣିବି, ଗୋଟିଏ ଭଲ ରଙ୍ଗର ଡ୍ରେସ୍ଟି କିଣିବି। ଏହି ପ୍ରକାର ମନ ମଧ୍ୟରେ ଗୋଟିଏ ଇଚ୍ଛା ଆସେ। ସେଥିପାଇଁ ଅନେକ ଭାଇ ଭଉଣୀମାନେ ବିଭିନ୍ନ ସପିଂ ମଲ୍କୁ ଯାଆନ୍ତି, ଡ୍ରେସ୍ ଦୋକାନକୁ ଯାଆନ୍ତି ଏବଂ ନିଜ ମନପସନ୍ଦର ଡ୍ରେସ୍ ଗୁଡ଼ିକ ସେମାନେ କିଣି ପିନ୍ଧନ୍ତି। ପ୍ରିୟମାନେ, ନୂଆ ବର୍ଷ ସମୟରେ ଡ୍ରେସ୍ କିଣିବା, ଡ୍ରେସ୍ ପିନ୍ଧିବା, ଭଲ ପୋଷାକ ପିନ୍ଧିବା କୌଣସି ପ୍ରକାରେ ଖରାପ ନୁହେଁ, ବହୁତ ଭଲ ବିଷୟ ଅଟେ। ଏବଂ ସମସ୍ତେ ଆମେ ସେହି ନୂଆବର୍ଷ ସମୟରେ ଆମେ କ'ଣ କରୁ, ଡ୍ରେସ୍କୁ ପରିଧାନ କରିଥାଉ, ପିନ୍ଧିଥାଉ। କିନ୍ତୁ ଆଜି ବାଇବଲରୁ ମୁଁ କିଛି କଥା କହି ଆପଣମାନଙ୍କୁ ଉତ୍ସାହିତ କରିବା ପାଇଁ ଚାହେଁ ଯେ ବାଇବଲ କେଉଁ ବସ୍ତ୍ରକୁ ପିନ୍ଧିବା ପାଇଁ, କେଉଁ ବସ୍ତ୍ରକୁ ପରିଧାନ କରିବା ପାଇଁ ଆମ୍ଭମାନଙ୍କୁ ଶିକ୍ଷା ଦିଏ, ପରାମର୍ଶ ଦିଏ ଏବଂ ପରମେଶ୍ୱର ଆମ୍ଭମାନଙ୍କୁ କେଉଁ ବସ୍ତ୍ର ପିନ୍ଧିବା ପାଇଁ ସେ ଉତ୍ସାହିତ କରନ୍ତି। ଆସନ୍ତୁ ବାକ୍ୟରୁ ଗୋଟେ ପଦ ପଢ଼ି ଆମେ ଆଗକୁ ବଢ଼ିବା। ମୋ ସହିତ ଆପଣମାନେ ପ୍ରଥମ ପିତର 5 ଅଧ୍ୟାୟକୁ ଆସିବେ। ପ୍ରଥମ ପିତର 5 ଅଧ୍ୟାୟ ତାର 5 ପଦରେ ଲେଖାଯାଏ, ସେହିପରି ହେ ଯୁବକମାନେ, ତୁମ୍ଭେମାନେ ପ୍ରାଚୀନ ମାନଙ୍କର ବଶୀଭୂତ ହୁଅ, ସମସ୍ତେ ପରସ୍ପର ପ୍ରତି ନମ୍ରତା ରୂପ ବସ୍ତ୍ର ପରିଧାନ କର, କାରଣ ଈଶ୍ୱର ଅହଙ୍କାରୀ ମାନଙ୍କ ପ୍ରତିରୋଧ କରି ନମ୍ର ଲୋକମାନଙ୍କୁ ଅନୁଗ୍ରହ କରନ୍ତି। ପ୍ରଭୁଙ୍କର ଗୌରବ ହଉ। ସାଧୁ ପିତର ଏହା ସେ ଲେଖନ୍ତି, ଆମ୍ଭମାନଙ୍କୁ ସେ ଏହା କହନ୍ତି ବା ପରମେଶ୍ୱରଙ୍କ ବାକ୍ୟ ଆମମାନଙ୍କୁ କହେ ଯେ ସମସ୍ତେ ପରସ୍ପର ପ୍ରତି ନମ୍ରତା ରୂପ ବସ୍ତ୍ର ପରିଧାନ କର। ପ୍ରିୟମାନେ, ଆମେ ଅନେକ ସମୟରେ ନୂଆ ବର୍ଷ ହେଉ କିମ୍ବା କୌଣସି ଉତ୍ସବ ହେଉ, କୌଣସି ପର୍ବପର୍ବାଣୀ ହେଉ, ସେହି ସମୟରେ ଆମେ ବିଭିନ୍ନ ଭାଇ ଭଉଣୀମାନେ ବିଭିନ୍ନ ପ୍ରକାର ବସ୍ତ୍ରକୁ ଆମେ ପିନ୍ଧିଥାଉ। ଅନେକ ନିଜର ବସ୍ତ୍ରକୁ ନେଇ ସେମାନେ ଗର୍ବ କରନ୍ତି। ମୋର ଏହି ସାର୍ଟଟି ଟିକେ ବହୁତ ଦାମ ଅଟେ, ମୋର ଏହି ପ୍ୟାଣ୍ଟଟି ବହୁତ କ୍ୱାଲିଟି ଅଟେ, ଏହି ପ୍ରକାର ଅନେକ ଭାଇ ଭଉଣୀମାନେ ମଧ୍ୟ କହନ୍ତି। କିନ୍ତୁ ବାଇବଲ ଆମକୁ ଗୋଟେ ବସ୍ତ୍ର ବିଷୟରେ କହେ, ସେଇ ବସ୍ତ୍ରର ନାମ ହେଲା ନମ୍ରତାର ବସ୍ତ୍ର, ନମ୍ରତା ରୂପ ବସ୍ତ୍ର। ପ୍ରିୟମାନେ, ଏହି ନୂଆ ବର୍ଷରେ ଆମେ ଏହି ନମ୍ରତା ରୂପ ବସ୍ତ୍ରକୁ ପରିଧାନ କରିବା। ଯେତେବେଳେ ଆମେ ବସ୍ତ୍ର ପରିଧାନ କରୁ, ଆମେ ସେଇ ବସ୍ତ୍ରକୁ 7 ଦିନ 24 ଘଣ୍ଟା ଆମେ ପିନ୍ଧିଥାଉ। କିନ୍ତୁ ଆମେ ଦେଖୁ ଯେ ଆମ ଖ୍ରୀଷ୍ଟିଆନ ସମାଜର ଅନେକ ଭାଇ ଭଉଣୀମାନେ ସେହି ନମ୍ରତା ରୂପ ବସ୍ତ୍ରକୁ ସେମାନେ 7 ଦିନ 24 ଘଣ୍ଟା ପିନ୍ଧନ୍ତି ନାହିଁ। ଆଜି ମନୁଷ୍ୟ ଜୀବନରେ ସବୁଠାରୁ ଉଣା ହେଲା ଏହି ନମ୍ରତା। ପ୍ରିୟମାନେ, ଯେତେବେଳେ ଆମେ ଏହି ନମ୍ରତା ରୂପ ବସ୍ତ୍ରକୁ ପରିଧାନ କରୁ, ଆମେ 7 ଦିନ 24 ଘଣ୍ଟା ପର୍ଯ୍ୟନ୍ତ ଆମେ ଏହି ନମ୍ରତା ରୂପ ବସ୍ତ୍ରକୁ ମଧ୍ୟ ଆମେ ପରିଧାନ କରିବା ଆବଶ୍ୟକ ରହିଛି। ଆମେ ଯେ ପ୍ରକାର ଏହି ଜାଗତିକ ବସ୍ତ୍ର, ଶାରୀରିକ ବସ୍ତ୍ର ଆମେ 7 ଦିନ 24 ଘଣ୍ଟା ପରିଧାନ କରୁଛୁ, ବାଇବଲ ଆମମାନଙ୍କୁ କହେ ଏହି ଯେଉଁ ନମ୍ରତା ରୂପ ବସ୍ତ୍ର ମଧ୍ୟ ଆମେ 7 ଦିନ 24 ଘଣ୍ଟା ଆମେ ପରିଧାନ କରିବା ଆବଶ୍ୟକ ରହିଛି। ଆଉ ଏହି ନମ୍ରତା ରୂପ ବସ୍ତ୍ର ଆମେ କିପରି ପାଇପାରିବା? ଆପଣମାନେ ଯଦି ମୋ ସହିତ ପଢ଼ିବେ, ଗାଲାତୀୟ ପୁସ୍ତକ 3 ଅଧ୍ୟାୟ 27 ପଦରେ ଲେଖାଗଲା, ଯେଣୁ ତୁମ୍ଭେମାନେ ଯେତେ ଲୋକ ଖ୍ରୀଷ୍ଟଙ୍କ ଉଦ୍ଦେଶ୍ୟରେ ବାପ୍ତିଜିତ ହୋଇଅଛ, ତୁମ୍ଭେମାନେ ସମସ୍ତେ ଖ୍ରୀଷ୍ଟଙ୍କୁ ପରିଧାନ କରିଅଛ। ପ୍ରଭୁଙ୍କର ଗୌରବ ହଉ। ପ୍ରିୟମାନେ, ଏହି ପୃଥିବୀରେ ଯଦି ନମ୍ର ବ୍ୟକ୍ତି, ଧାର୍ମିକ ବ୍ୟକ୍ତି, ସିଦ୍ଧ ବ୍ୟକ୍ତି ଯଦି କେହି ଅଛନ୍ତି, ସେ ହେଉଛନ୍ତି ଯୀଶୁଖ୍ରୀଷ୍ଟ। ଯେତେବେଳେ ଯୀଶୁଙ୍କୁ ନିଜ ଜୀବନର ତ୍ରାଣକର୍ତ୍ତା ଭାବରେ ଆମେ ବିଶ୍ୱାସ କରି ଗ୍ରହଣ କରି
ଆମେ ତାହାଙ୍କ ଉଦ୍ଦେଶ୍ୟରେ ଆମେ ଯେତେବେଳେ ବାପ୍ତିଜିତ ହଉଛୁ, ଆମେ ଯୀଶୁଖ୍ରୀଷ୍ଟଙ୍କୁ ଆମେ ପରିଧାନ କରୁଛୁ। କାରଣ ଯୀଶୁଖ୍ରୀଷ୍ଟ ଆମ୍ଭମାନଙ୍କର ଆଦର୍ଶ ଅଟନ୍ତି, ସେ ଆମ୍ଭମାନଙ୍କର ଗୁରୁ ଅଟନ୍ତି। ସେଥିପାଇଁ ଆମେ କଣ କରୁଛୁ ଯେ ତାହାଙ୍କ ଉଦ୍ଦେଶ୍ୟରେ ଯେତେବେଳେ ଆମେ ବାପ୍ତିଜିତ ହଉଛୁ, ଆମେ ଖ୍ରୀଷ୍ଟଙ୍କୁ ପରିଧାନ କରୁଛୁ। କାରଣ ଖ୍ରୀଷ୍ଟ ହିଁ ନମ୍ର ଅଟନ୍ତି, ସିଦ୍ଧ ଅଟନ୍ତି, ସେ ସରଳ ଅଟନ୍ତି। ପ୍ରିୟମାନେ, ଏହି ନମ୍ରତା ରୂପ ବସ୍ତ୍ର ସେତେବେଳେ ମିଳେ ଯେତେବେଳେ ଆମେ ଖ୍ରୀଷ୍ଟଙ୍କୁ ନିଜର ଆଦର୍ଶ କରୁ, ଯେତେବେଳେ ଆମେ ଖ୍ରୀଷ୍ଟଙ୍କୁ ଆମ ଜୀବନରେ, ଆମ ହୃଦୟରେ ଆମେ ସ୍ଥାନ ଦେଉ। ପରମେଶ୍ୱର ଆମମାନଙ୍କୁ ଅନୁଗ୍ରହ କରନ୍ତୁ, ଯେତେବେଳେ ଆମେ ଖ୍ରୀଷ୍ଟଙ୍କୁ ଦେଖି, ଯେତେବେଳେ ଖ୍ରୀଷ୍ଟଙ୍କୁ ଭୟ କରି ଆମେ ଯେତେବେଳେ ପରସ୍ପର ପ୍ରତି ନମ୍ରତା ରୂପ ବସ୍ତ୍ର ଧାରଣ କରୁ, ସେତେବେଳେ ଆମ ଜୀବନରେ କଣ ହୁଏ? ଆପଣମାନେ ସେହି ପ୍ରଥମ ପିତର 5 ଅଧ୍ୟାୟକୁ ଆସିବେ। 5 ଅଧ୍ୟାୟ 5 ପଦରେ ଲେଖାଯାଉଛି ଯେ ସେହିପରି ହେ ଯୁବକ ମାନେ, ତୁମ୍ଭେମାନେ ପ୍ରାଚୀନ ମାନଙ୍କର ବଶୀଭୂତ ହୁଅ, ସମସ୍ତେ ପରସ୍ପର ପ୍ରତି ନମ୍ରତା ରୂପ ବସ୍ତ୍ର ପରିଧାନ କର। କାରଣ ଈଶ୍ୱର ଅହଙ୍କାରୀ ମାନଙ୍କ ପ୍ରତିରୋଧ କରି ନମ୍ର ଲୋକମାନଙ୍କୁ ଅନୁଗ୍ରହ କରନ୍ତି। ଯେତେବେଳେ ଆମେ ନମ୍ରତା ରୂପ ବସ୍ତ୍ର ପରିଧାନ କରୁ, ଖ୍ରୀଷ୍ଟଙ୍କୁ ଭୟ କରି, ଖ୍ରୀଷ୍ଟଙ୍କୁ ନିଜ ହୃଦୟରେ ସ୍ଥାନ ଦେଇ ଯେତେବେଳେ ଆମେ ନମ୍ର ହେଇଯାଉ, ନିଜକୁ ନତ କରୁ, ସେହି ସମୟରେ ପରମେଶ୍ୱର ଆମକୁ ଅନୁଗ୍ରହ କରନ୍ତି। ଯଦି ଆମେ ଅନୁଗ୍ରହ ପାଇବାର ଅଛି, ଆମେ ଆମ ଜୀବନରେ ଆଶୀର୍ବାଦ ପାଇବାର ଅଛି, ଆମେ ଏହି ନୂଆ ବର୍ଷରେ ଯଦି ଆମେ ଉନ୍ନତ ହେବାର ଅଛି, ଆମ ଜୀବନରେ ଆମେ ମଙ୍ଗଳକୁ ଦେଖିବାର ଅଛି, ତାହେଲେ ଆମେ କଣ କରିବାର ଅଛି? ନମ୍ରତା ରୂପ ବସ୍ତ୍ରକୁ ପରିଧାନ କରିବାର ଅଛି। ପ୍ରିୟମାନେ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ସ୍ୱର୍ଗର ପରମେଶ୍ୱର, ରାଜାମାନଙ୍କ ରାଜା, ଯେ ପ୍ରଭୁମାନଙ୍କ ପ୍ରଭୁ, ସେ ଈଶ୍ୱର ହେଲେ ମଧ୍ୟ ସେ କଣ କଲେ? ମନୁଷ୍ୟ ରୂପ ଧାରଣ କରି ଏ ପୃଥିବୀ ପୃଷ୍ଠକୁ ଆସିଲେ, ଆଉ ସେ ନିଜକୁ ନମ୍ର କଲେ। ସେ ବହୁତ ନମ୍ର କଲେ, ଆଉ ସେ ପିତାମାତାଙ୍କର ବଶୀଭୂତ ହେଲେ। 18 ବର୍ଷ ବୟସ ପର୍ଯ୍ୟନ୍ତ 18 ବର୍ଷ ପର୍ଯ୍ୟନ୍ତ ଅର୍ଥାତ୍ ତାହାଙ୍କ 12 ବର୍ଷ ବୟସ ଠାରୁ 30 ବର୍ଷ ପର୍ଯ୍ୟନ୍ତ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆପଣା ପିତାମାତାଙ୍କର ବଶୀଭୂତ ହେଲେ। ଆଜି ଅନେକ ଯୁବା ଯୁବତୀ ମାନେ, ମଣ୍ଡଳୀର ଅନେକ ଭାଇ ଭଉଣୀ ମାନେ, ସେମାନେ ନମ୍ର ନୁହନ୍ତି। କାହିଁକି? ଆପଣ ସେହି ପ୍ରଥମ ପିତର 5 ଅଧ୍ୟାୟ ତାର 5 ପଦ କଂସରେ ଦେଖିବେ, କଂସ ଖଂସରେ ଦେଖିବେ, ଲେଖାଯାଏ ସେହିପରି ହେ ଯୁବକ ମାନେ, ତୁମ୍ଭେମାନେ ପ୍ରାଚୀନ ମାନଙ୍କର ବଶୀଭୂତ ହୁଅ। ଯେତେବେଳେ ଆମକୁ ପ୍ରଭୁଙ୍କ ଦାସମାନେ ଶିକ୍ଷା ଦଉଛନ୍ତି, ପରାମର୍ଶ ଦଉଛନ୍ତି, ବାକ୍ୟ ଦ୍ୱାରା ସେ ଆମ୍ଭମାନଙ୍କୁ ସେମାନେ ସଂଶୋଧନ କରୁଛନ୍ତି, ସେଇଟାକୁ ଆମେ ଗ୍ରହଣ ଯେତେବେଳେ ଆମେ କରିବୁ, ବାଳକ ପ୍ରାଚୀନ ମାନଙ୍କର, ପ୍ରଭୁଙ୍କ ଦାସମାନଙ୍କର ଯେତେବେଳେ ଆମେ ବଶୀଭୂତ ହେବୁ, ତାହେଲେ ଆମେ ଧୀରେ 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 ଆମେ ନମ୍ର ହେଇପାରିବା। ପ୍ରିୟମାନେ, ଏବଂ ପରମେଶ୍ୱରଙ୍କର ସେହି ପବିତ୍ର ଆତ୍ମାଙ୍କର ସାହାଯ୍ୟ ଆମକୁ ଆବଶ୍ୟକ ରହିଛି। ପବିତ୍ର ଆତ୍ମାଙ୍କ ସାହାଯ୍ୟ ବିନା, ପ୍ରଭୁଙ୍କ ଦାସମାନଙ୍କର ପରାମର୍ଶ ଆଉ ପବିତ୍ର ଆତ୍ମାଙ୍କର ସାହାଯ୍ୟ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଦତ୍ତ ସେହି ଅନୁଗ୍ରହ ବିନା ଆମେ କେବେ ମଧ୍ୟ ନିଜକୁ ନମ୍ର କରିପାରିବା ନାହିଁ। ସେଥିପାଇଁ ଏହି ନୂତନ ବର୍ଷରେ ଆମେ ଏହି ପ୍ରକାର ଗୋଟେ ବସ୍ତ୍ର ପରିଧାନ କରିବା, ଯେଉଁ ବସ୍ତ୍ରର ନାମ ହେଲା ନମ୍ରତା ରୂପ ବସ୍ତ୍ର। ପ୍ରିୟମାନେ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ସିଦ୍ଧ ନମ୍ର ଅଟନ୍ତି। ଯେଉଁ ସମୟରେ ଆମ ଜୀବନରେ ଆଶୀର୍ବାଦ ଆସେ, ଯେଉଁ ସମୟରେ ପରମେଶ୍ୱର ଆମକୁ ଉଠାଉଛନ୍ତି, ସେହି ସମୟରେ ନିଜକୁ ନମ୍ର କରିବା ଆବଶ୍ୟକ ରହିଛି। ଏବଂ ଯେଉଁ ସମୟରେ ଆମ ଜୀବନରେ କ୍ଷତି ଘଟେ, ଦୁଃଖ ଆସେ, ରୋଗ ଆସେ, ସମସ୍ୟା ଆସେ, ସେହି ସମୟରେ ଆମେ ନିଜକୁ ସଂଶୋଧନ କରି ପରମେଶ୍ୱରଙ୍କ ନିକଟରେ ନିଜକୁ ସମର୍ପଣ କରିବା ଆବଶ୍ୟକ ରହିଛି। ପରମେଶ୍ୱର ଆମମାନଙ୍କୁ ଅନୁଗ୍ରହ କରନ୍ତୁ ଆଉ ଆମ ସମସ୍ତଙ୍କୁ ତାଙ୍କର ସେହି ନମ୍ରତା ରୂପ ବସ୍ତ୍ରରେ ଆମକୁ ବସ୍ତ୍ରାନ୍ୱିତ କରନ୍ତୁ। ଆମେ ଯେପରି ସେହି ବସ୍ତ୍ରକୁ ପରିଧାନ କରି ସବୁବେଳେ ପ୍ରଭୁଙ୍କର ନାମକୁ ଆମେ ଉଚ୍ଚରେ ଉଠାଉଥିବା ଏବଂ ନିଜକୁ ନମ୍ର କରି ପରମେଶ୍ୱରଙ୍କ ଠାରୁ ତାହାଙ୍କ ଦୟା, ଅନୁଗ୍ରହ ଆଉ ଆଶୀର୍ବାଦକୁ ଆମ ଜୀବନରେ ଆମେ ଲାଭ କରୁଥିବା। ପ୍ରଭୁ ଏହି ବାକ୍ୟ ଦେଇ ଆମ ସମସ୍ତଙ୍କୁ ପ୍ରଚୁର ଭାବରେ